हेलो हाय फ्रेंड्स मोस्ट प्राणिक वेलकम कर माय यूट्यूब चैनल माउन वर्ल्ड। तो आपण मैंने भावुवे 7 मास हेलाणी कि नहीं ये अच्छी ना मन में। तो ऑलरेडी 7 मास हो गलानी। 7 मास 8 दिन बोधे। तो यहाँ भी आप भावुवे आज ब्लॉग रे किसी भी नहीं डेली ब्लॉग नहीं करेनि कहीं कल राति सारा मो शोनी निद टोटाल हेलानी केମିତି जल्दी कम सारिकी शोबी बोली किसी भी ब्लॉग करेनि भाविली आपण मन सहित शेयर करदेवी किछिटा कथा। तो से किसी ब्लॉग बनईनि सब कम सरला बाजी 9टा बाजिब कहीं आप भाईना आज लेट गले 7:30 बेले। तो कम सरू सरू लेट गला खावाई चाह खा दे खराब टाइम लेट गला। तो आड़े भी आज गुरुवार तो सब किसी पोछा पोछी घर द्वार पोछा पोछी करके सब कम सारा बेलू लेट ना 8टा बेलू कम सरचे। आउ बहुत जन कमेंट कर सादख्या केबे जोटा कि बेबी सवार। तो बहुत जन एमती करती 7 मास सादख्या करती 9 मास बेबी सवार करती बट आम तो सेमती करबार नहीं कहीं आम स्टार्टिंग ओडिया कल्चर रे हो आपण जानते जमी रिंग सेरेमनी हो ना जानते ना। तो सब किसी ओडिया कल्चर रे अच्छे तो से ओडिया कल्चर रे हम तो बेबी सावर टाइप हम बट सादख्या टाइप हम। तो आपण भाईना पैसा बंची देले ना। तो कहीं ना आज हूँ गुरुवार तो आपण भाईना संडे दिन मान रविवार दिन घर को जाते तो ये विषय कथबार्ता हाँ मुझे जापरि कहीं आप जानते 7 मास 10 थर जावासा कर भी ठीक नुह। तो घर बस कथा आसले हाँ आगु आउ कि कथा कह बहुत जन मत कम माने चिन्हा लोक पचारती तू तो भुवनेश्वर रोचु सादख्या कौन तो सियाड़े हम मुझे मानक कहवाई चाहूँगी छुआटा कହାର जो घर छुआटा से घरे न हो अलग कौट कर शुभ कि नाई ना। तो मुझे भी फास्ट स्टार्टिंग रो भाभी नी जे भुवनेश्वर करी कि भी भावुनी। हाँ आम एनिवर्सरी आम बर्थडे आम दु जनकर सीटा करवा सेठी कले हम एठी कले हम जोटी कले हम बट छुआर सादख्या माने मोर सादख्या एंड छुआर 21 एंड छुआर अष्टमी माने जहाँ भी हेले सेटा ता निज जगह हवा दरकार से जहाँ भी हो आम जिते मॉडर्न हो जहाँ भी हो। तो मुझे मानक कहवाई चाहूँगी तो ऑब्वियसली मु आगुरु भाभी घरे माने गाँव रे हम माने मो शाशुर गाँव शाशुर जोटा जोटी हवा दरकार जोटी हेले सुंदर लगे सेठी ही हवा दरकार ना तो भुवनेश्वर ये बुकिंग करते किसी ना किंतु कौन जोटी लोक मैंने खुशी हे सेठी ही कले खुशी मिले ना तो एठी। तो से बहुत जन मत मत पचारती आ तू सादख्या कौट हम एक्चुअली सादख्या मुझे स्टार्टिंग जो भाभी एंडिंग भी से भावी
ଭାବିଛି କ'ଣ ହଉଛି ତ ମୋ ଶାଶୁ ଘରେ ହିଁ ହଉଛି। ସେକେଣ୍ଡ କ୍ୱେଶ୍ଚିନ୍, ହଁ ତୁ ଶାଶୁଘରକୁ ତ ଇଆଡ଼େ ଅଛୁ, ଭୁବନେଶ୍ୱରରେ ଅଛୁ, ଭୁବନେଶ୍ୱରରେ ହବ। ମୁଁ ଭୁବନେଶ୍ୱରରେ ମେଡ଼ିକାଲରେ ଦେଖଉଛି। ତ ଡକ୍ଟରଙ୍କ ଅନୁସାରେ ଆଣ୍ଡ ଆପଣମାନେ ବି ଜାଣିଥିବେ ବେଶୀ ପ୍ରେଗନେନ୍ସି ଟାଇମରେ ବେଶୀ ଟ୍ରାଭେଲ୍ କରିବା ଠିକ୍ ନୁହଁ, ମାନେ ବେଶୀ ଦୂର। ହଁ ଏମିତି ଆମେ ଏଇଠି ନର୍ମାଲ ଯାଉଛୁ ଆସୁଛୁ ବାସ୍। ଘରକୁ ହେଲାଣି 60 କିଲୋମିଟର ନା 70 କିଲୋମିଟର, ମୁଁ ଠିକ୍ ସେ ଇଏ କହୁଥିଲେ ମୋ ମନେ ନାହିଁ। ଏତେ ବାଟ ଯିବା ଆସିବା ଏଟା ପସିବୁଲ କି? ନାଇଁ ନା। ତ ମୁଁ ଟ୍ରେନରେ ଯେତେବେଳେ ଯାଏ, ଟ୍ରେନରେ ସୁବିଧା। ଯେତେବେଳେ ଟ୍ରେନରେ ଯାଏ ଆପଣଙ୍କ ଭାଇନା ସେତେବେଳେ ଯାଆନ୍ତି ନାହିଁ, କାହିଁକିନା ତାଙ୍କର କାମ ଥାଏ। ମୁଁ ଟ୍ରେନରେ ଯାଇଛି କେତେ ଥରେ ଯାଇଛି ଖୁସିକି ଛାଡ଼ିବା ପାଇଁକା, ଥରେ ଯାଇଛି ଖୁସିକି ଛାଡ଼ିକି ମୁଁ ପଳେଇ ଆସିଥିଲି। ସେକେଣ୍ଡ ଥର ଯାଇଥିଲି, ମା ଆସିଥିଲା ବୁଲିବା ପାଇଁକା, ବୁଲିବା ପାଇଁ ମାନେ ଲିଟିଲିକି ଦେଖା କରିବାକୁ ଆସିନଥିଲା। ଯେହେତୁ ତା ଲିଟିଲର ଭାଇ ମାନେ ମାଇ ହଜବେଣ୍ଡ ମାନେ ଆପଣଙ୍କ ଭାଇନା ଏଠି ସବୁ ତାର ବୁଝାବୁଝି କରନ୍ତି, ସେଥିପାଇଁକା ବାବା ମା କେବେ ଆସନ୍ତିନି ତାକୁ ଦେଖା କରିବା ପାଇଁକା। ହଁ ଏମିତି ମନେ ପଡ଼ିଲେ ତାକୁ ଦେଖା କରିବା ପାଇଁ ଆସନ୍ତି, କାହିଁକି ନା ସବୁ ଦାୟିତ୍ୱ ଆପଣଙ୍କ ଭାଇନାଙ୍କ ଉପରେ ଛାଡ଼ି ଦେଇଛନ୍ତି। ତ ଯେହେତୁ ଜ୍ୱାଇଁ ମାନେ ପୁଅ, ଜ୍ୱାଇଁ ମାନେ ପୁଅ, ଜ୍ୱାଇଁ ମାନେ ଯାହା ପୁଅ, ତ ସେଥିପାଇଁକା ବାବା ମା ଆସନ୍ତିନି, ଆଉ ଯେତେବେଳେ ଆସନ୍ତି ବୁଲିକି ଯାଆନ୍ତି। ତ ଯେହେତୁ ଆମେ ଏଠି ରହୁଛୁ ତ ଦି ଝିଅଙ୍କୁ ବି ଦେଖା କରିବା ଦରକାର। ତ ଫାଷ୍ଟ ଥରକ ଆସିଥିଲେ, ଆମକୁ ଯେତେବେଳେ ଏଠିକି ଆସିଲୁ ଫାଷ୍ଟ ଥର ଆସିଥିଲି, ଲିଟିଲର ହାତ, ଏଇ ହାତ ତାର ଚମ ଛାଡ଼େ, ତ ତାକୁ ଦେଖିବା ପାଇଁ ଆସିଥିଲେ। ତା ଦେହ ଖରାପ ହେଇଥିଲା, ତ ଫାଷ୍ଟ ଥର ଆସିଥିଲେ କାହିଁକି ନା ସେତେବେଳେ ତାର ଛୁଟି ନଥିଲା। ଅକ୍ଟୋବର ମାସରେ ଦଶହରା ବେଳେ ଛୁଟି ଯେତିକି ଦିଆଥିଲା ସେତିକି, ତାପରେ ତାର ଛୁଟି ଦିଆହେଇନଥିଲା। ତ ତାର ହେଇଥିଲା ଡିସେମ୍ବର ମାସରେ ତା ହାତ, ନଭେମ୍ବର ଲାଷ୍ଟ ଆଡ଼ୁ ଡିସେମ୍ବର ମାସରେ, ଆମେ ବି ଏଠିକି ଆସିଥିଲୁ ଡିସେମ୍ବର ମାସରେ। ଯେତେବେଳେ ଗୋଟେ ଝିଅର ହାତ ଏମିତି ହେଇଛି ତ କୋଉ ବାପା ମା ଦେଖିକି ରହିବେ କି? ନାହିଁ ନା। ତ ସେଥିପାଇଁ ଆସିଥିଲେ, ତ ତାକୁ ଦେଖିକି ଯାଇଥିଲେ। ତାପରେ ଆଉ ଟୋଟାଲି ଆସିନଥିଲେ। ତାପରେ ମୋର ବି ଯଜ୍ଞ ଥିଲା, ଯୋଉ ସଟରଡେ ମାନେ ଯଜ୍ଞ ଥିଲା, ତ ସେଠି ମୁଁ ପାଣି ଢାଳେ, ତ ମୋର ବି ସେଠି ପାଣି ଢାଳିବାର ଥିଲା। ତ ମୁଁ ଯେହେତୁ ଯାଇପାରିବିନି, ଲିଟିଲ ବି ଛୁଟି ନାହିଁ, ସେଥିପାଇଁକା ବାବା ମା ଆସିଥିଲେ, ମତେ ନେଇକି ଗଲେ। ଆଣ୍ଡେ ମୁଁ ଆସିଥିଲି କେମିତି, ଆପଣ ହଁ ନେଇକି ଗଲେ। ତାପରେ ମୋ ବାବା ଆଣିକି ଅଧ ବାଟରେ ଛାଡ଼ିଦେଲେ, ଆପଣଙ୍କ ଭାଇନା ମତେ ଅଧ ବାଟରୁ ପିକଅପ୍ କରିଥିଲେ ଭୁବନେଶ୍ୱର। ତ ସେକେଣ୍ଡ ଥର, ଥାର୍ଡ ଥର ଯାଇଥିଲି କି ଅପର୍ଣ୍ଣା ମ୍ୟାରେଜକୁ, କାହିଁକି ନା ଅପର୍ଣ୍ଣା ଆପଣମାନେ ଜାଣିଛନ୍ତି ମୋ ବେଷ୍ଟ ଫ୍ରେଣ୍ଡ, ଅବଭିୟସଲି ବେଷ୍ଟ ଫ୍ରେଣ୍ଡ। ତ ବେଷ୍ଟ ଫ୍ରେଣ୍ଡ ଠାରୁ ଆଉ ଗୋଟେ ବି ଇଏ, ମୋ ମ୍ୟାରେଜ ମେହେନ୍ଦୀ ପୂର୍ବ ଦିନ ତାକୁ ଜ୍ୱର ଏତେ ହେଇଥିଲା ଯେ ଆଉ କୌଣସି ଯାହାକୁ ଜ୍ୱର ହେଇଥାନ୍ତା, ଜ୍ୱର ନ ହେଇକି ପିଲା ଆସିନାହାନ୍ତି ଜାଣିଛି। ସେମାନେ ବି ଫୋନ୍ କରନ୍ତି, ମୁଁ ଏତେ ବି ସେମାନଙ୍କ ସହିତ କଣ୍ଟାକ୍ଟରେ ରହେନି, କାହିଁକି ନା ଯିଏ ତମ ଟାଇମରେ ନାହାନ୍ତି ତ ସେ ତାଙ୍କ ସହିତ ଟିକେ ଡିଷ୍ଟାନ୍ସ ମେଣ୍ଟେନ୍ କରିବା ଠିକ୍। ତ ଛାଡ଼ନ୍ତୁ ସେମାନଙ୍କ କଥା। ତ ତ ମାନେ ଯଦି ଆସିଲେନି ଟିକେ ଫୋନ୍ କରିବା ଦରକାର, ଯେ ଅସୁବିଧା ଅଛି ଫୋନ୍ କରିକି କହିଦିଏ, ସେତିକି ବୋଲି ସେମାନଙ୍କର। ତ ଛାଡ଼ନ୍ତୁ, ସମସ୍ତଙ୍କ ବାହାଘର ସମସ୍ତଙ୍କ ଇଏ ସବୁ କିଛିରେ ମୁଁ ଆଟେଣ୍ଡ କରିଛି, ବଟ୍ ମୋ ଇଏ ବେଳେ କେହି ଆସିନଥିଲେ। ସେ ଆସିନଥିଲେ କ'ଣ ପାଇଁ, ସେଇଟା ତ ଆପଣମାନେ ଭିଡ଼ିଓ ଯେଉଁମାନେ ଦେଖିନାହାନ୍ତି ଯାଇକି ଦେଖିଦେବେ, ସେଇଟା କହିସାରିଛି, ମୁଁ ଆଉ କହିବା ପାଇଁ ଚାହୁଁନି। ତ ଜ୍ୱର ହେଇଥିଲା, ତାପରେ ବି ମୋ ମେହେନ୍ଦୀ, ହଳଦୀ, ମ୍ୟାରେଜ ସବୁ ସେ ଆଟେଣ୍ଡ କରିଛି, ଆଗରୁ ବି ଆସିକି। ଏମିତିକି ବାହାଘରରେ ମୁଁ ସଜ ହେବାକୁ ଯାଇଥିଲି, ତା ପୂର୍ବରୁ ଆସି ସେ ପହଞ୍ଚିଛି। ତ ମୁଁ ସେଠି କେମିତି ତା ବାହାଘରକୁ ଯାଇନଥାନ୍ତି, ସେଥିପାଇଁକା ବାଧ୍ୟ ହେଇକି ମୁଁ ଯାଇଥିଲି। ତ ବହୁ ଜଣ କହିଲେ ଆସିଥିଲା ଖୁସି ମଜା କରିବା ପାଇଁ, ନା ସେମିତି କିଛି ମାନେ ଆନ୍ତରିକ ଥିଲା ବୋଲି ଯାଇଥିଲି। ଆଉ ସେମିତିରେ ସିଏ
जुआड़े भी जाए जहाँ करे जो मैंने जानते ब्लॉग भी देखिथे आम दी जन सब गोटे जगह तो आड़े भी आउ गोटे से जहाँ मैरेज कर सी भी मो सांग तो दी जन भी मो मैरेज को आसते तो फीस्ट को आसपार नाला कहीं सीवियर जर होता आड़े वर्षा जोर होता सी भी तार भी मानने आसे बोली मुझे कही सी भी कहला हाँ जी मुझे कहली ना ज्वर एत जोर हो तू आसना कहली ना ज्वर देहरे तो आसवा ठीक हेनी मो एत कष्ट कर फिर जब अधिक ज्वर होगा ठीक नुह तो आसनी तो आसना किंतु से दी जन सांग तो सांग दी जन सांग बाहर को तो जाए भले जाए जीवा पड़ो तो आपण भाईना भी जाइए तो आपण भाईना को 10 थर फोन दी जन जाक भाई आसो तो फीस्ट की आंडे बाहर को आपण मैंने भिडियो देखी सारे तो से थरक जाइली 3 थर जा 7 मास 3 थर जाइनी डॉक्टर मना कर थर जा तो से मु जाए आपण भाईना मझे मझे जाते बुलिक आस तो भजन कली तू साड़े रोज सियाड़े हम सेमती किसी भी ना शाशुघर ही हम आउ गोटे कथा रहा 7 मास ही जी 4 थर तापर बेबी हो सारा कहीं 21 हबार अच्छी ना तो एमती किसी बस आपण मैंने जो नेगेटिव भावुं सेमती किसी भी ना तो एठी हबार ना सियाड़े हम आउ साधकिया डेट केबे फिक्स है डेटा तो पचर कहबी किंतु एति कहूँ मोर भारी इच्छा थिला ये सोमवार हवापाइंगा माने 10 तारीख बोधे सोमवार हवापाइंगा कहीं श्रावण मासर तृतीय पाली ना द्वितीय पाली द्वितीय बोधे पाली तो से श्रावण मासर तो द्वितीय पाली तो मोर भारी इच्छा थिला बट 10 तारीख तो हो पारनी कहीं 12 तारीख हूँ अमावास्या अमावास्या काले हुए तो माँ को आम घर पाखे मना कले तो माँ भी जान ना मना कले जेहेतु पुणी आमर घुंचला तो तापर सोमवार भी इच्छा थिला बट तार सोमवार हूँ 17 तारीख ना कौन से सोमवार संक्रांति पड़ुछि जोटा कि आम घरे माने मो शाशु घरे संक्रांति पूजा हुए बहुत किसी आयोजन माने होम फोम हुए तो टाइम हो पारनी तो मुझे आज से मना कले ना हेनी सी भी गोटे कौन ओषा कर तो सोमनाथ एमती कौन माने कि शिवंकर तो सी कर तो 2-3 आड़े भी आम ग्राम देवती एमती 3-4टा खंडे अच्छी तो से दिन हो पारनी तो से आउ गोटे डेट फिक्स है तो मोर अफसोस रहीगला सोमवार हो पारानी तो ठाकुर जेबे चाहूँ तो सेबे हम तो आमर फाइनाली फिक्स सरी आपण पाखक आगू आसची सादकिया वीडियो आसब आ डेटा तो मु सादकिया पूर्व कहबी निश्चय एबे नुह तो एमती किसी जो मैंने किसी भावुं भावतु ना कहीं हबार ना आमर सियाड़ी हम ता जन्म स्थान हूँ हेले भी तार मेन जगह हूँ मो छुआर मो शाशुघर ता घर जहाँ भी हेले तो ता घर से अधिकार टा कहीं छाड़ तो से मुझे भाभी नी एटी हम बोली मुझे भाभी सियाड़ी हम फास्ट स्टार्टिंग रू भाभी तो सियाड़ी हम आउ राति सारा सोई वर्षा तो राति सारा काचुची आंडे राति सारा सोईनी निद होनी जमा देह खराब हो गला सब मुहर व्रण उठी गला कि व्रण
ଏମିତିଆ ସବୁ କଥା ଆଉ। ତ କାଲି ଆମେ ଯାଇଥିଲୁ ପାର୍କ ବୁଲିବା ପାଇଁ। ବହୁତ ଦିନ ପରେ ଭିଡିଓ ବନେଇଥିଲି ଆପଣ ଭାଇନାଙ୍କ ସହିତ। ଆପଣମାନେ ଯୋଉମାନେ ଦେଖିନାହାନ୍ତି ଦେଖିଦେବେ ଯାଇକି। ବହୁତ ଦିନ ପରେ ଯାଇଥିଲୁ। ଆଉ ତାଙ୍କର ଛୁଟି ମିଳେନି, ଆଡେ ବି ତାଙ୍କର ଫାଙ୍କା ମିଳେନି, ତ ସେଥିପାଇଁ ଯାଇ ହୁଏନି। ତ ବିଶେଷ କରି ମତେ ଚାଲିବା ପାଇଁ ନେଇଥିଲେ, ଦେଖି କୋଢିଆଣି ହେଇଯାଇଛି ତ ଚାଲୁନି। ଖାଲି ଶୋଇ ରହୁଛି। ଆକ୍ଚୁଆଲି ସତ କଥା ହେଲା, ନା ବସି ତ ହଉନି, ବସିଛି ଭାରି କଷ୍ଟରେ ଏଠି ଆପଣଙ୍କ ସହିତ କଥା ହଉଛି। ତ ଚାଲିବା ପାଇଁ ବି ଇଚ୍ଛା ହଉନି, ଖାଲି ଶୋଇ ନିଦ ମାଡୁଛି ଶୋଇବାକୁ। ବହୁତ କୋଢିଆଣି ହେଇଗଲିଣି ସତ କଥା। ମାନେ ଯୋଉମାନେ ଜାଣିଥିବେ ଏଇ ଟାଇମରେ କେମିତି ଲାଗେ, ତ କଣ କହିବି। ତ ଆଉ ଗୋଟେ କଥା, ସତ କଥା, ମୋର ଖାଦ୍ୟଖିଆ କେମିତି ହବ ସେଟା ତ ମୁଁ ଆପଣମାନେ ଦେଖିବେ ଭିଡିଓରେ। ବଟ୍ ସେ ଘରକୁ ଯିବାକୁ ବହୁତ ମାନେ ଇଚ୍ଛା ହେଲାଣି। ମାଆକୁ ଦେଖିବାକୁ। କାହିଁକି ନା ଏବେ ଗୋଟେ ମା ହେଲା ପରେ ଗୋଟେ ଝିଅ ବୁଝିପାରେ ତା ମା କେତେ କଷ୍ଟ କରିଛି, ଯୋଉଟା କି ସମସ୍ତେ କୁହନ୍ତି। ସବୁବେଳେ ମାନେ ଏମିତି ଅଛନ୍ତି, ଘରେ ଗୋଟେ ଗୋଟେ ଘର ଅଛନ୍ତି, ବାପ ଘରକୁ ଏତେ କାହିଁ ଧ୍ୟାନ ଦଉଛୁ। ସେମାନେ ଭୁଲି ଯାଆନ୍ତି ସେଇ ଝିଅକୁ ତା ମା କେତେ କଷ୍ଟ କରିକି ଜନ୍ମ ଦେଇଥାଏ, ଆଣ୍ଡେ ବଡ କରିକି ନିଜ ସନ୍ତାନକୁ ପର ଘରକୁ ଦାନ କରିଥାଏ। ମାର କିଛି ହେଲେ ସେ ଝିଅର ମନ କଣ ହୁଏ କେହି ବି ବୁଝନ୍ତିନି। ତ ମାନେ ପୁଅ ମାନେ ତ ସେଇ ଘରେ ରହିବେ, କିନ୍ତୁ ଝିଅ ମାନେ ତ ପର ଘରକୁ ଯିବେ, ମା ର ଅଭାବ ଟା ସେ ଫିଲ୍ କରିପାରିବେ। ତ ସେଥିପାଇଁ ମା ମାନଙ୍କର କିଛି ବି ହେଲେ, ଦେହ ଖରାପ ହେଲେ ଝିଅ ମାନଙ୍କ ଦେହ ସହେନି। ତ ଯାହା ବି ହଉ ସେ ଆସିକି ମା କୁ ଦେଖା କରିବେ। ଆଉ ଗୋଟେ କଥା ବି, ଆମେ ବି ଦି ଭଉଣୀ, ତ ଯାହା ବି ହେଲେ ମା ଉପରେ ଟିକେ ଇଏଟା ରହିବ ନା। ହଁ ଭାଇ ଥାନ୍ତା କିଛି ନାହିଁ, ତ ଆମେ ଦି ଭଉଣୀ ମା ଉପରେ ଟିକେ, ମା ବାବାଙ୍କ ଉପରେ ତ ଧ୍ୟାନ ଦବାଟା ନିହାତି ଦରକାର। ଯାହା ବି ସେ ଏତେ କଷ୍ଟ କରି ଜନ୍ମ ଦେଇଛନ୍ତି। ଆଉ ଯୋଉମାନେ ବେଶୀ ମା କୁ ଭଲ ପାଉଥିବେ ସେଇମାନେ ହିଁ ଜାଣିପାରିବେ ସେଇଟା ଦୁଃଖଟା। ସମସ୍ତେ ଭଲ ପାଆନ୍ତି, କିନ୍ତୁ କହିଦେଲି ଆଉ। ଆଉ ଏମିତିଆ କଥା ସବୁ ଆଉ। ତ ଡେଟ୍ ଟା କହିବି ଆପଣ ମାନଙ୍କୁ, ବ୍ୟସ୍ତ ହୁଅନ୍ତୁ ନାହିଁ। ତ କିଛି ନାହିଁ, ନେଲପଲିସ କିଛି ନାହିଁ। ମୁଁ ହବ ଲିପଷ୍ଟିକ ଫିପଷ୍ଟିକ ଲଗେଇ ତାକୁ ଷ୍ଟାଇଲ ମାରିଥିଲି ବଇଚା। ଯୁଆଡେ ଯାଉଛି ଟିକେ ଷ୍ଟାଇଲ ମାରୁଛି, ଭଲ ଲାଗେ। ଛାଡ଼ନ୍ତୁ। ତ ଭିଡିଓ ଯଦି ଭଲ ଲାଗିଛି ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ ଜମା ବି ଭୁଲିବେନି। ଆଉ ଫେସବୁକ୍ ଇନଷ୍ଟାଗ୍ରାମ ନିହାତି ଫଲୋ କରିଦେବେ। ତାପରେ ୟୁଟ୍ୟୁବ କୁ ନିହାତି ବେଲ୍ ଆଇକନକୁ ପ୍ରେସ୍ କରିଦେବେ, କାହିଁକିନା ନୂଆ ନୂଆ ଭିଡିଓ ଆସିଲେ ଆପଣ ଆଗ ଦେଖିବେ। ସାଧୁକିଆ ଭିଡିଓ ଆସୁଛି ଆପଣ ଦେଖିବେ ନା ନାହିଁ, ତ କେମିତି ହଉଛି କଣ ନାହିଁ। ତ ଶାଶୁଘର ମାହୋଲ ଟା ଆପଣ ମାନେ ବହୁତ ଦିନ ହେଲା ମିସ୍ କରୁଛନ୍ତି, କାହିଁକିନା ମୁଁ ତ ଘରକୁ ଯିବାର ନାହିଁ। ତ ଆପଣ ବହୁତ ଦିନ ହେଲା ମିସ୍ କରୁଛନ୍ତି। ଆଉ ସେ ମାହୋଲ ଟା ଆପଣ ମାନେ ଯୋଉମାନେ ମିସ୍ କରୁଛନ୍ତି ସେମାନେ ଦେଖିବେ ନା ନାହିଁ। ତ ଏମିତି କିଛି ଥିଲା ଭିଡିଓ। ତାପରେ ନେକ୍ସଟ ଭିଡିଓ ଡେଲି ବ୍ଲଗ ଆସୁଛି କି କଣ ଆସୁଛି ସେଟା ମୁଁ କହିପାରିବିନି। ତ ଦେହ ଉପରେ ଡିପେଣ୍ଡ କରେ କେମିତି କଣ ଅଛି, ସେଇ ହିସାବରେ ଭିଡିଓ ଆସିବ। ଡେଲି ବ୍ଲଗ କି ଏମିତି ନର୍ମାଲ ଆପଣଙ୍କ ସହିତ କଥାବାର୍ତ୍ତା କି ଟୋଟାଲି ଗୋଟେ ଦିନ ଦି ଦିନ ଗ୍ୟାପ ହେଇଯିବ। ତ ଯାହା ବି ଆସୁ ଆପଣ ମାନେ ଦେଖିବାକୁ ଭୁଲିବେନି। ତ ରହିଲି, ନମସ୍କାର, ଜୟ ଜଗନ୍ନାଥ, ଜୟ ମା ଶାରଳା। ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ ଜମା ବି ଭୁଲିବେନି। ରହିଲି, ଟାଟା, ବାଏ ବାଏ। লাইক কর, কমেন্ট কর, ভিডিওটা ভাইরাল কর।